टॉपिक आप जानते ये जो माने उपनायक संस्कार अष्टम संस्कार मोर 10 संस्कार आज अच्छी चली आम समाज तेरे ये 10 संस्कार अष्टम संस्कार उपनायक संस्कार ये उपनायक संस्कार आम साधारण भाव में चारि कर्म उपनायक समावर्तन तेरे से जो गर्भधान पुष्पन श्रीमत नयन ये मातृ संस्कार एवं जातकर्म नामकरण अन्नप्राशन पुराकरण ये पितृ संस्कार उपनयन समावर्तन एवं विवाह ये आचार्य तेरे आगर बुधवार शिखला बेले से लोक मैंने सब स्टामिना नथिला से बेला उच्चारण लोक थे मजबूत शरीर एवं मजबूत चिंताधारा नथिला से गोटाए गोटाए मानुते तेरे से कालक्रम लोक पाइला आज गतर हम 26 तारिख आज हूँ 600 जोटा कि आम सब बुढ़ाई ठाकुर गाँव देते प्रति आम जब शुभ कामना हो अशुभ कामना आम सत्संग ये सत्संग कर उपनयन संस्कार जो आम फुल सभा व्रतर दृश्याणी पर फुल सभा आस्था पंडित मंडली से समस्ते आशीर्वाद करते ये उपनयन एक कथा कहीदे बुझे कहीगले पछ पड़ी सब टपिटा बहुत लंबा सर तेरे जो फुल सभा आ फुल सभा हो आम परंपरा अपार करना हरिपुर दयाकरी आम मैंने सत्संग जस्ट या पूर्व कथा आम मैंने कहीं उपनयन से उपनयन संस्कार संस्कार करना आम मुंडे अच्छे मोर अति खाई जी मुंडे ना जे या उपनयन माने ठाकुर जो उपनयन संस्कार होती जो पैसा रोचे माने पूर्तिकरण होती पूर्तिकरण जो 9 अक्ष पैसा अच्छी गोटे गोटे क्रिया 300 पैसा आउ 300 उत्तरिया तेरे से 300 टाला गोटे गोटे क्रिया 3 गुणा 9 गुणा 9 देवता को आम कांधे परम दयालु बुझा नहीं सत्य नहीं आज बर्तमान से मानने चेष्टा कर ठाकुर कहते जो दिन उपनयन संस्कार हम तार जन्म जन्मांतर अनेक स्मृति भितर को आस दीक्षा ने तार जी ब्रेन से सब आक्टिव हुए दीक्षा ने डबल होता है बहुत चिंतन शक्ति तार आसे मन विभाग तेरे ये जो उपनयन संस्कार हम आप देखिए से दिन 4 कर्म हम दिन मुहूर्त सुविधा कहीं करेंगे ना व्रतर गोटे दिन 4 कर्म जो उपनयन संस्कार करेंगे सब संस्कार से गुण हम ताले से संध्या संध्या सकाल तेरे 4 कर्म कौन कहीं रहा 4 कर्म से दिन ना आम मैंने जो दिन जो कर्म जो समय जो कर्म हवा कथा करें बोली आज आम 4 कर्म कही से सकाल जब आज देखिए आप 4 कर्म हम जो मैंने बसवे से अटा गोटे करे गोटे लंबा करदे से कहे बापा माँ देवे खाଇବା कौ दिन कथा दशरथ संतान हम से जाते ऋषि पाखे निवेदन करते
ସେ ଅଧେ ଖାଇଥିଲେ କୌଶଳିଆ ଆଉ ଅଧା ଅଧେ ବାଣ୍ଟି ଖାଇଥିଲେ ତାଙ୍କର ଚାରୋଟି ସନ୍ତାନ ହେଇଥିଲା। ଆମେ ଯଦି ପିଲା ଆହୁରି ବର୍ତ୍ତମାନ 7, 9 କିମ୍ବା 11 ଉପନୟନ ସଂସ୍କାର ହବ, ଆମେ ସେଦିନ ମା ବାପା ସେ ଚରୁ ବୋଲି ଭାବି ଅଟା ବୁଲିକି ଖାଇବା। ସଂସ୍କାର କେତେ ବସୁ ଯାଇଛି ଦେଖନ୍ତୁ କୁଆଡ଼େ ଖାଇବା। ତେଣୁ ଆଉ ଗୋଟେ କଥା କହୁଛି, ଇଏ ଗୋଟିଏ କଥା କହିଲି, ସେତ କଥା ସରିବ ଉପନୟନ ରହିବ କିଛି। ତେବେ ଆଉ ଗୋଟେ କଥା ହଉଛି ଯେ ଚରୁ ଖାଇଲେ ସେଇଦିନ ଆଉ ଗୋଟେ ଋଷିଆଣୀ କଥା କହୁଛି। ଋଷିଆଣୀ ମାନେ ଋଷିଗିରି ଯିବ, ଋଷିଗିରି ନୁହେଁ, ଋଷି ଆଣି ମାନେ ଋଷି ଆଶ୍ରମକୁ ଯିବ, ଋଷିଗିରି ଯିବ ନାହିଁ। ଆମମାନଙ୍କର ସେତେବେଳେ ଧାରଣା ଥିଲା ମୋର ଗୋଟିଏ ବୋଲି ପୁଅ ଯଦି ଉପନୟନ ସଂସ୍କାର ହବ ସେ ଆଚାର୍ଯ୍ୟଙ୍କ ପାଖକୁ ପଳେଇଯିବ, ଫେରିବ କି ନାହିଁ ସନ୍ଦେହ। କାହିଁକି ନା ଏକୁଟିଆ ରହିବାଟା ସମାଜ ପକ୍ଷରେ ଭଲ ହେଇପାରେ, କିନ୍ତୁ ବିବାହ ସଂସ୍କାର ହେଲା ପରେ ସେ ତାର ସମାଜ ରାଷ୍ଟ୍ର ପାଇଁ ସେ ତାର ବହୁତ କର୍ତ୍ତବ୍ୟ ଅଛି। ସେ ଯେଉଁ କର୍ତ୍ତବ୍ୟ ଅଛି କରିପାରିବ ନକରେ ଋଷି ତାକୁ ପରୀକ୍ଷା କରିଦିଅନ୍ତି। ପରୀକ୍ଷାରେ ଯେଉଁମାନେ ପାସ୍ କରିବେ ସେମାନେ ହିଁ ଆସିବେ। ତାଙ୍କୁ ସେଟା କୁହାଯାଏ ସମାବର୍ତ୍ତନ। ତାଙ୍କର ବାପା ମା ଯାଆନ୍ତି, ସେ ଗୋଟେ ଉତ୍ସବ ଭଳିଆ ହୁଏ, ତାଙ୍କୁ ନେଇକି ଆସନ୍ତି। ଆସିଲା ପରେ ସେଇଟା କୁହାଯାଏ ସମାବର୍ତ୍ତନ। ତାର ସମାବର୍ତ୍ତନ କୋଉ ରହିଲା ନା ପିଲାକୁ ଶିକ୍ଷା ହେଲା ତୁ ଋଷିଗିରି ଯାଉଥିବୁ, ତତେ ମୁଁ ଥରେ ଡାକିକି ଶୁଣିବିନି, ଦ୍ୱିତୀୟ ଥର ଡାକିକି ଶୁଣିବୁନି, ତୃତୀୟ ଥର ଡାକିଲେ ତୁ ରହିବୁ ଏବଂ ତତେ କହିଲେ କାହିଁ ଋଷି ଯାଉଛ ମନ ବସେଇ ନା ମତେ ଇଏ ମାମୁଁ ବ୍ରତ କଲେ ନନା ବାହାଘରେ କଲେ ନାହିଁ। ସମ୍ପୂର୍ଣ୍ଣ ଭାବରେ ଆପଣ କର୍ମକାଣ୍ଡ ଚାରିଟାକେ ଦେଖନ୍ତୁ, ଯଦି ଦେଖିଥିବେ ଯେ ଜାଣିଥିବେ କିଛି ନାହିଁ। ଏବଂ ସେ ଯେଉଁ ଭିକ୍ଷା କଥା କହିଲେ ଭଗବାନ ଭିକ୍ଷା ଦେଇ ଭଗବତ ଭିକ୍ଷା ଦେଇ ଏ ମା ମାନେ ଭାଇ ମାନଙ୍କର ଦୁଇଟା କଥା। ସେମାନେ ଘିଅ ଖାଳି ଦେଇକି ପୁରୁଷମାନେ ଘିଅ ଦେଇକି ସେଟାକୁ ସେମାନେ ଭିକ୍ଷା ଦେଇଥାନ୍ତି ଏବଂ ମା ମାନେ ଅନ୍ନ ଦିଅନ୍ତି, ଘିଅ ଦିଅନ୍ତି, ଭିକ୍ଷା ଦିଅନ୍ତି। এই যে ভিক্ষা কলে কাহা ପାଇଁ କଲେ? এই ଭିକ୍ଷାଟା କଲେ ଆମର ଆଚାର୍ଯ୍ୟଙ୍କ ପାଇଁ କଲେ। ଆପଣ ମା ମାନେ ଭାଇ ମାନେ ସବୁ ଭାବୁଛନ୍ତି, ଭାବନ୍ତୁ ଆପଣ ପିଲାଙ୍କୁ କଷ୍ଟ କରିବେ, କେତେ ସୁନା ଅଳଙ୍କାର ଚେନ୍ଠୁ ଆରମ୍ଭ କରି କେତେ କ'ଣ ଜିନିଷ ଦେଇଥିବେ, ଆପଣ ଏ ଆଚାର୍ଯ୍ୟଙ୍କୁ ଦେଇପାରିବେ? ପ୍ରଥମରୁ ଆମର ଏଇଠୁ ଆସିଲା ଆଚାର୍ଯ୍ୟଙ୍କୁ ଗୋଟେ ବାଣୀ ଥିଲା, ସେଟା ମନେ ଗୋଟେ କଥା ଅଛି। ଆଚାର୍ଯ୍ୟଙ୍କୁ ଭାଇ ଭିତରେ ଚୁକ୍ତି ରଖାରେ ବାନ୍ଧିଲେ ଯୋଉ ହିସାବ ଏ ଆଚାର୍ଯ୍ୟଙ୍କ ଭାଇ କରୁ ତାଙ୍କ କଥାକୁ ନେଇଗଲୁ, ଦଣ୍ଡି ଗୁନ୍ଦି ଗଲୁ, ତାଙ୍କ ଜିନିଷକୁ ତାକୁ ଦେଲୁନି, ଆମେ ଆଣି ରଖିଲୁ, ଆମର ଅମଳ ହେଇପାରିବ କି? ଆଜିର ଦୁନିଆର ଅବସ୍ଥା ସେ ଏବଂ ତାପରେ ସମାବର୍ତ୍ତନ ହେଇକି ଆସନ୍ତି। ସେ ଏଇ ଜିନିଷ ରହିଲା ପରେ ବିବାହ ସଂସ୍କାର। ତେବେ ଏଇଠି ମୁଁ କହୁଥିଲି ଯେ ଜାତକର୍ମ ତାର ବହୁତ ଗୁଡ଼େ ବିରାଟ ଅଛି। ଆମେ ଖାଲି ଜାତକର୍ମ ପାଇଲେ ହେବ ସମୟ ନାହିଁ, କହିପାରୁ ଅତ୍ୟଧିକ ମିଳେ କହିହୁଏ, ଭଲ ମିଳେ କହିହୁଏ ନାହିଁ। ଆଜି ଯେହେତୁ ଉପନୟନ ସଂସ୍କାର ଭାବରେ ସତ୍ସଙ୍ଗ ହେଇଛି ସେଇଥିପାଇଁ ଯିବାକୁ ପଡ଼ିବ। ତେବେ ତାପରେ ଯେତେବେଳେ ଆପଣଙ୍କର ସେ ଉପନୟନ ହେଇସାରିବ ସେତେବେଳେ ତାପରେ ଗୋଟେ ନିୟମ ବୋଲେ ସେଟା ପାଇଯାଉ। ସେଇ ବ୍ୟକ୍ତିରେ ପୁରୋହିତ ଆଉ ଆଚାର୍ଯ୍ୟ ଆମେ ତ ବରଣ କରୁନା, ପୁରୋହିତ ବର୍ତ୍ତମାନ ତାକୁ ସେଇ କର୍ମକାଣ୍ଡ ଦେଖିକି କହିବେ, ସେ ବହୁତ ସେ ମନ୍ତ୍ର ଦେବେ, ସେ ମନ୍ତ୍ରଟା ହେଲା ଆପଣଙ୍କ ସମୟରେ ମନ୍ତ୍ରଟା ତେବେ ତାପରେ କୁହନ୍ତୁ ଗଛ ଚଢ଼ିବନି, ପାଣି ପହଁରିବନି, ମିଛ କହିବନି, ଆମିଷ ଖାଇବନି, ଇତ୍ୟାଦି ବହୁତ 19 କ'ଣ ଅଛି। ତେବେ ଆଜି ବର୍ତ୍ତମାନ ଆମ ଘରେ ମାଛ ନହେଲେ ହବ ନାହିଁ, ଆମ ବ୍ରାହ୍ମଣ ସମାଜରେ ଏଇଟା ଚାଲିଛି। ତାହେଲେ ଘରେ ଗଲା ସେ ସଂସ୍କାର, ସେଇ ଉପନୟନ ସଂସ୍କାର କାହାକୁ କହିବେ ବୁଝେଇ ପାରିବେ ନାହିଁ। ବ୍ରହ୍ମପୁର ସାଇଡରେ ତାଙ୍କର ମାଛ କରିକି ପିଆଜ ରସୁଣ, ତାଙ୍କର ପିଆଜ ରସୁଣ ତାଙ୍କର ଆମିଷ ରହୁଛି। ତେବେ ଏଇ ଯୋଉ କଥାଟା ରହିଲା, ଏଇଠି ଆଚାର୍ଯ୍ୟ ବରଣ ମାନେ ସେଇଦିନ ହିଁ ତାର ଦୀକ୍ଷା ହବ। 12 ବର୍ଷ କମ୍ପ୍ଲିଟ୍ ହେବ, ଦୀକ୍ଷା ହବ। ସେଇଦିନ ରହିପାରେ କିନ୍ତୁ ଆଚାର୍ଯ୍ୟ ବରଣ ସେ ଯିବ ଗୁରୁ ଆଶ୍ରମ, ସେଇଦିନ ସେ ଗୁରୁପଟ ଦୀକ୍ଷା ନେବେ, ଶିକ୍ଷା ଗ୍ରହଣ କରିବେ।
या ହେଉଛି ଆମ ଆର୍ଯ୍ୟ ସଂସ୍କୃତିର କଥା। या ହେଉଛି ଆମର 10 ଯୁଗର ସଂସ୍କାର। ତେଣୁ ଉପନୟନରେ ଆସିଲା ପରେ ସେ ତାର ଚଳୁ ପୂଜା ପ୍ରଥମ ପୂଜା କହିଲେ ବହୁତ ବହୁତ ଭାତୁଭୋଜ ଚଳୁଥିରେ ଆଗ ଈଶ୍ୱରକୁ ସମର୍ପଣ ଥରେ ପୁଣି ଆମେ ଏଠି ବସି ଚଷକର ଆନ୍ଦୋଳନ କରୁଛୁ ଜଣେ ଥାନ୍ତି ସିଏ